हेलो पिलाମାନେ ଆଶା କରିବି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ତ ଏଇଟା ଆମର 2000 ଆମେ କହିପାରିବା 26ର ପ୍ରଥମ ଭିଡ଼ିଓ ପିଲାମାନେ ଆପଣମାନଙ୍କ ପାଇଁ। ତ ମୁଁ ଟିକେ ଗୋଟେ କାମରେ ଟିକେ ବିଜି ଥିଲି ପିଲାମାନେ, ଯାହାଦ୍ୱାରା ଆମର ଭିଡ଼ିଓ କିଛି ଅପଲୋଡ଼ ହେଇପାରୁନଥିଲା। ତ ବର୍ତ୍ତମାନ ଆପଣଙ୍କର କଣ୍ଟିନ୍ୟୁଅସଲି ଭିଡ଼ିଓ ଅପଲୋଡ଼ ହେବ। ତ ମୁଁ କହି ରଖେ ଆଜିର ଭିଡ଼ିଓଟି ଆପଣମାନଙ୍କର ସବୁ ପିଲାମାନେ ନୋଟିସ୍ ତ ପାଇସାରିଥିବେ, ସେ ପାଇଁ କିଛି ଆପଣଙ୍କର ୱରିଡ୍ ହେବାର ନାହିଁ। ବଟ୍ ଆପଣଙ୍କୁ ଏକ୍ଜାମ୍ର କିଛିଟା ଟିପ୍ସ ମୁଁ କହିଦେବି, କିଛିଟା ଆପଣଙ୍କୁ ଟ୍ରିକ୍ସ କହିଦେବି, ଆଣ୍ଡ କେମିତି ଆପଣମାନେ ବହୁତ ହି ଅଳ୍ପ ସମୟ ମଧ୍ୟରେ ମାତ୍ର 30 ଦିନ ଆପଣଙ୍କ ହାତରେ ରହିଛି। ତ ଅଳ୍ପ ସମୟ ମଧ୍ୟରେ କେମିତି ଆପଣମାନେ ନିଜର ଆନ୍ଧ୍ର ବିଏଡ଼ର ଫର୍ଷ୍ଟ ସେମିଷ୍ଟାରର ଯାହା ବି ସିଲାବସ୍ ରହିଛି ତାକୁ ଆପଣମାନେ କେମିତି କଭର କରିବେ, ମୁଁ ଡିଟେଲ୍ସରେ ଆପଣମାନଙ୍କୁ ଏକ୍ସପ୍ଲେନ୍ କରିକି କହିଦେବି। ତ ସେ ପାଇଁ ୱରିଡ୍ ହେବେନି ପିଲାମାନେ। ଆପଣମାନେ ମୋତେ ଫଲୋ କରୁଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି ମାନେ ନିଶ୍ଚିତ ଭାବେ ନିଶ୍ଚିତ ହେଇକି ରୁହନ୍ତି, ଆପଣମାନେ କୌଣସି ପ୍ରକାର ପ୍ରୋବ୍ଲେମ୍ ମୁଁ ଆପଣମାନଙ୍କୁ ଫେସ୍ କରିବା ପାଇଁ ଦେବିନି। ବୁଝିଗଲା? ତ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତା ପୂର୍ବରୁ ମୁଁ ଦୁଇଟା ନୋଟିସ୍ ଆପଣମାନଙ୍କୁ ଦେଖେଇ ଦେଉଛି। ଗୋଟେ ଆସିଥିଲା 31/12/2025 ଯେଉଁଟାକି ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି ପାଇଁ ଆପଣଙ୍କର ଯେଉଁ ଫର୍ମ ଫିଲ୍ଅପ୍ ପାଇଁ ଡେଟ୍ ଆସିଯାଇଥିଲା ଆପଣଙ୍କର, ଜାଣିଛନ୍ତି କି ନାହିଁ? ଆପଣମାନଙ୍କ ଫର୍ମ ଫିଲ୍ଅପ୍ ଡେଟ୍ ଆପଣଙ୍କର ଆସିଯାଇଥିଲା, ଯେଉଁ ଆପଣମାନେ ପେମେଣ୍ଟ କରିବେ 27 ତାରିଖରୁ ଆପଣଙ୍କର ଷ୍ଟାର୍ଟ ହେଇଯାଉଥିଲା। ଲାଷ୍ଟ ଡେଟ୍ ଆପଣଙ୍କର 29 ତାରିଖ, ମାନେ 29 ଜାନୁଆରୀ। ଠିକ୍ ଅଛି? ଏଇଟା ଆପଣଙ୍କର ତ ରହିଲା, ଆପଣମାନେ କିଛି କରିବେନି। ଏଥିରେ ଆପଣମାନେ ଏଜେଣ୍ଟ ମାନେ ଆପଣଙ୍କଠୁ ପଇସା ନେଇକି ସେମାନେ ଆପଣଙ୍କର ଫର୍ମ ଫିଲ୍ଅପ୍ କରିବେ। ତ ସେଟା ଛାଡ଼ନ୍ତୁ, ବର୍ତ୍ତମାନ ଆମର ବେସିକ୍ ଜିନିଷ ଏଇଟା। ବର୍ତ୍ତମାନ ଆମେ ଦେଖିବା ଏକ୍ଜାମ୍ ଆପଣଙ୍କର କେବେ କଣ୍ଡକ୍ଟ ହେବ ଦେଇଛି ଆପଣଙ୍କର। ମୁଁ ଯଦି ଆପଣମାନଙ୍କୁ କହିବି, ତାରି ତଳେ ଆପଣମାନେ ଦେଖନ୍ତୁ ଏଇଠି ଲେଖା ହେଇଛି ଡେଟ୍ ଅଫ୍ କମେନ୍ସମେଣ୍ଟ ଅଫ୍ ଫର୍ଷ୍ଟ ସେମିଷ୍ଟର ରେଗୁଲାର ଥିଓରି ଏକ୍ଜାମ୍, ଯେଉଁଟାକି ରେଗୁଲାର ଏବଂ ସପ୍ଲିମେଣ୍ଟାରୀ ଏକ୍ଜାମ୍ ରହୁଛି 5/2/2026, ମାନେ ଫେବୃଆରୀ 5 ତାରିଖରେ ଆପଣଙ୍କର ଏକ୍ଜାମ୍। କେମାନଙ୍କର ନା ANU ପିଲାମାନଙ୍କର। ବୁଝିହେଲା? ଟାଇମ୍ ଟେବୁଲ୍ ଆସିନି, କିନ୍ତୁ ଆପଣଙ୍କର ଯଦି କମେନ୍ସମେଣ୍ଟ ଡେଟ୍ ବା ଟେଣ୍ଟେଟିଭଲି ଆପଣଙ୍କର ଡେଟ୍ ଆନାଉନ୍ସ କରିଦେଲା ନା, ବର୍ତ୍ତମାନ ଆପଣଙ୍କର ଏଜେଣ୍ଟ ମାନେ ଯେଉଁମାନେ ରହିଥିବେ କି ଯେଉଁ ପିଲାମାନେ ବି ନିଜେ ଯାଉଛନ୍ତି, ସେମାନେ ଟ୍ରେନ୍ ଟିକେଟ୍ ସବୁ ବୁକ୍ କରିବା ଆରମ୍ଭ କରିଦେବେ। ବୁଝିହେଲା? ତ ମୁଁ ଆପଣମାନଙ୍କୁ କହି ରଖିବି, ଆ ବିଷୟରେ ମଧ୍ୟ ଆପଣମାନଙ୍କୁ ମୁଁ ଲାଷ୍ଟରେ କହିଦେବି। ତା ପୂର୍ବରୁ ଜାଣି ରଖନ୍ତୁ, ଟେଣ୍ଟେଟିଭ୍ ମାନେ ଆପଣମାନଙ୍କ ଡାଉଟ୍ ଆସୁଥିବ କି ସାର୍ କ'ଣ ସତରେ ଏଇ ଡେଟ୍ରେ ହେବ କି? ଦେଖନ୍ତୁ ପିଲାମାନେ, ଏଇ ଡେଟ୍ରେ ହେବାର ପସିବିଲିଟି ଆପଣଙ୍କର ରହିଛି 90%। ବୁଝିପାରିଲେ? ଆଉ ଯେଉଁ 10% ରହିଲା ସେଇଟା ଆପଣଙ୍କ ତା ପରେ ହେବାର ସମ୍ଭାବନା ରହିଛି। ମାନେ 5 ତାରିଖ ଯଦି ଆପଣଙ୍କର ଦେଇଛି, ସେ ହୁଏତ ଆପଣଙ୍କର ଘୁଞ୍ଚେଇ ଦେଇପାରେ, 7 ତାରିଖ ହେଇପାରେ। ବୁଝିପାରୁଛନ୍ତି? ସେଟା ହେଉଛି 10%, ବଟ୍ 90% କେସ୍ରେ ଆପଣଙ୍କର କ'ଣ ହୁଏ, ଆପଣଙ୍କର ସେଇ ଡେଟ୍ରେ ଏକ୍ଜାମ୍ ହେଇଯାଏ। ଆଣ୍ଡ ANU ପିଲାମାନଙ୍କ କଥା ଯେହେତୁ ମୁଁ କହୁଛି, ANU ପିଲାମାନଙ୍କର ଯେଉଁ ସିଲାବସ୍ ଥିଲା, ସିଲାବସ୍ ଆପଣଙ୍କର ଯେଉଁ ଥିଲା ସେଇଟା ଆପଣଙ୍କର ଚେଞ୍ଜ ହେଇଛି, ନ୍ୟୁ ସିଲାବସ୍ ହେଇଛି, ଆପଣମାନେ ଜାଣିଥିବେ। ଆଉ ନ୍ୟୁ ସିଲାବସ୍ ଅନୁସାରେ ଆପଣଙ୍କୁ ପଢ଼ିକି ଯିବା ପାଇଁ ପଡ଼ିବ, କାରଣ ନ୍ୟୁ ସିଲାବସ୍ରୁ ଯଦି ଆପଣଙ୍କୁ 10% ଆପଣଙ୍କର ଏକ୍ଜାମ୍ରେ ଯଦି ଆସିଯିବ ନା, ଆପଣମାନେ ହଇରାଣ ହେଇଯିବେ। ତେଣୁ ନ୍ୟୁ ସିଲାବସ୍କୁ ଆପଣମାନେ ସ୍କିପ୍ କରିକି ଯିବେନି, ଆଟଲିଷ୍ଟ ଥରେ ଆଖି ପକେଇକି ଯିବେ ପିଲାମାନେ। ବହୁତ ସାରା ଆପଣମାନେ ୟୁଟ୍ୟୁବରେ ଦେଖୁଥିବେ କି ଆପଣଙ୍କର କୁହାହେଉଛି କି ଆପଣ ନ୍ୟୁ ସିଲାବସ୍ କିଛି ଆବଶ୍ୟକତା ନାହିଁ। ସେ ଭୁଲ ଆଦୌ କରିବେନି। ଆପଣମାନେ AQ ପିଲାମାନଙ୍କ ଠାରୁ ପଛେଇ ଯିବେ ସେମିତି ହେଲେ। ବୁଝିହେଲା? ତେଣୁ ଆପଣମାନେ ଯଦି ନୋଟ୍ସ ଫୋଟ୍ସ ଯାହା ବି କରିଛନ୍ତି, କିମ୍ବା ଆପଣଙ୍କୁ ଦରକାର ରିଭାଇଜ୍ ସିଲାବସ୍ ୱାଇଜ୍ ନୋଟ୍ସ, ଆପଣମାନେ ଆମକୁ କଣ୍ଟାକ୍ଟ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନେ କଣ୍ଟାକ୍ଟ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ଆପଣଙ୍କର ତଳେ ଆପଣଙ୍କର ଆସିଯାଉଥିବ, ଆପଣମାନେ ଦେଖିପାରିବେ। ଆଉ ସେ ଭୁଲ କରିବେ ନାହିଁ ଯେ ସ୍କିପ୍ କରିକି ଯିବେନି, ଏତିକି ମୋର ରିକ୍ୱେଷ୍ଟ। ଠିକ୍ ଅଛି? ସେକେଣ୍ଡ ଥିଙ୍ଗ ପିଲାମାନେ, ଆମେ ଆଉ ଗୋଟେ ଆପଣଙ୍କର ନୋଟିସ୍ ମୁଁ ଆପଣମାନଙ୍କୁ ଦେଖିବା ପାଇଁ ଚାହିଁବି। ଦେଖନ୍ତୁ ଏଇ ଯେଉଁ ନୋଟିସ୍ଟା ଆପଣଙ୍କର, ଯେଉଁଟାକି ଗୋଟେ ଆପଣଙ୍କର ଟାଇମ୍ ଟେବୁଲ୍ ରହିଛି, କେଉଁ ୟୁନିଭର୍ସିଟି ପାଇଁ ନା ଆନ୍ଧ୍ର ୟୁନିଭର୍ସିଟି। ଆନ୍ଧ୍ର ୟୁନିଭର୍ସିଟି ଆପଣଙ୍କର ଯେଉଁ ପିଲାମାନେ କରୁଛନ୍ତି, ବହୁତ ସାରା ପିଲା କରୁଛନ୍ତି, ଭଲ ୟୁନିଭର୍ସିଟି, ସବୁଠୁ ଭଲ ଆପଣଙ୍କର ଏକ୍ଜାମ୍ କଣ୍ଡକ୍ଟ କରାଏ, ୱିଥ୍ ତା ସହିତ ଆପଣଙ୍କର ରେଜଲ୍ଟ ମଧ୍ୟ ବହୁତ ଜଲ୍ଦି ପବ୍ଲିଶ କରେ। ତ ଭଲ ୟୁନିଭର୍ସିଟି, ଯେଉଁଟାକି ଆପଣଙ୍କର ବିଶାଖାପଟ୍ଟନମରେ ରହିଛି। ଠିକ୍ ଅଛି? ଯଦି ଆ ଅଣ୍ଡରରେ ଆପଣମାନେ କରୁଥିବେ, ଏଥିରେ ଆପଣଙ୍କ ଟାଇମ୍ ଟେବୁଲ୍ ଆସିଯାଇଛି ଫାର୍ଷ୍ଟ ସେମିଷ୍ଟର ପାଇଁ, ଆପଣମାନେ ଜାଣିଥିବେ। ମୁଁ ଏକ୍ସଟ୍ରା କିଛି ଜିନିଷ କହିବି, ସେଥିପାଇଁ ଭିଡ଼ିଓ କରିଛି ପିଲାମାନେ। ଆପଣଙ୍କୁ ଅଲରେଡ଼ି ତ ମୁଁ ନୋଟିସ୍ ଦେଇଦେଇଥିଲି ଆପଣଙ୍କ ଟେଲିଗ୍ରାମରେ। ତ ଆପଣମାନେ ଜାଣିଥିବେ ଆପଣଙ୍କର 10 ତାରିଖରୁ ଏକ୍ଜାମ୍ ଷ୍ଟାର୍ଟ ହେଉଛି, 14 ତାରିଖରେ ସରୁଛି। ଆଉ ଯାହା ଭିତରେ ରହିଲା ଆପଣମାନେ ତ ସେଇଟା ଦେଖିସାରିଥିବେ। ତ କଥା ଏଇଟା ପିଲାମାନେ, ଆପଣଙ୍କର ଗ୍ୟାପ୍ ରହୁଛି ANU ଆଣ୍ଡ ଆପଣଙ୍କର ଯେଉଁ ରହିଲା ଏଇଟା ଆପଣଙ୍କର ଆନ୍ଧ୍ର ୟୁନିଭର୍ସିଟି, ଆପଣଙ୍କର ଗ୍ୟାପ୍ ରହୁଛି ମିନିମମ୍ 5 ଦିନ। ଠିକ୍ ଅଛି? 5 ଡେଜ୍ ରହୁଛି। ସେମିତିକା ଆପଣମାନେ ଜାଣିଥିବେ AQ ପିଲା ଯେଉଁମାନେ, AQ ପିଲାମାନଙ୍କର ଆପଣଙ୍କର ଆସିଗଲାଣି, ଆପଣମାନେ 28 ତାରିଖରେ ଆପଣଙ୍କର ଏକ୍ଜାମ୍। ବୁଝିପାରିଲେ? କିନ୍ତୁ ବର୍ତ୍ତମାନ YVU ଯେଉଁଟା ରହୁଛି, ଆଉ ୟୋଗୀ ବାମନ ୟୁନିଭର୍ସିଟି ସେମାନଙ୍କର ଆସିନାହିଁ। ଆପଣମାନେ କନଫ୍ୟୁଜ୍ ହେବେନି ହେଲା। କିନ୍ତୁ ୟୋଗୀ ବାମନ ୟୁନିଭର୍ସିଟି ଧରିକି ଚାଲନ୍ତୁ ପିଲାମାନେ। ଆପଣମାନେ ଯଦି ଆପଣମାନଙ୍କୁ କହିବି, ମୋ ଏକ୍ସପିରିଏନ୍ସରୁ କହୁଛି ଆପଣମାନଙ୍କର, କି ନାଗାର୍ଜୁନ ୟୁନିଭର୍ସିଟି ଟାଇମ୍ରେ ହିଁ ଆପଣଙ୍କର ହେବ 5 ତାରିଖ କିମ୍ବା 10 ତାରିଖ ଭିତରେ ଆପଣଙ୍କର କଣ୍ଡକ୍ଟ କରାଯିବ। ଆମେ କହିପାରିବା ଫେବୃଆରୀ। ବୁଝିପାରିଲେ? ତେଣୁ ଆପଣମାନେ ୱରିଡ୍ କିଛି ହେବାର ନାହିଁ। ବର୍ତ୍ତମାନ ଆମେ ଗୋଟେ ମାସ ଭିତରେ କେମିତି ସବୁ ଜିନିଷକୁ କଭର କରିବା, ସବୁ ଡିଟେଲ୍ସ ମୁଁ ଆପଣମାନଙ୍କୁ କହିଦେବି ନିଶ୍ଚିତ ଭାବରେ। ବାସ୍ ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି।
ଦେଖନ୍ତୁ ମୁଁ ଆପଣଙ୍କୁ ଏଇ ଜାଗାରେ ସର୍ଟରେ ବୁଝେଇ ଦେଉଛି। ଆମକୁ ସ୍ମାର୍ଟଲି ଆମକୁ ପଢ଼ିବାର ଅଛି ପିଲାମାନେ। ବର୍ତ୍ତମାନ ଯେହେତୁ ହାତରେ ମାତ୍ର ଗୋଟେ ମାସ 1 ମନ୍ଥ ପିଲାମାନେ, ତେଣୁ ଗୋଟେ ମାସ ଭିତରେ ଆମକୁ କ'ଣ କରିବାର ଅଛି, ମିନିମମ୍ ଆନ୍ଧ୍ର ବି ଏଡ଼୍ କରୁଛନ୍ତି ମାନେ ଆପଣମାନଙ୍କୁ ମିନିମମ୍ ଆପଣମାନେ AKUରୁ କରିଥାନ୍ତୁ, ANUରୁ କରିଥାନ୍ତୁ ବା ଯେକୌଣସି ୟୁନିଭର୍ସିଟିରେ କରିଥାନ୍ତୁ, ମିନିମମ୍ ପିଲାମାନେ 80% ଏଭବ୍ ଆମକୁ ସ୍କୋର କରିବାର ଅଛି ମିନିମମ୍। ତାପରେ ଯେଉଁମାନେ ବହୁତ ଭଲ ପଢ଼ୁଥିବେ 90% ଏଭବ୍ କରିବେ, କିନ୍ତୁ ମିନିମମ୍ ଆମକୁ 80% ସ୍କୋର କରିବାର ଅଛି। ଆଉ ବେଶୀ ହାର୍ଡ଼ ନୁହେଁ, କାରଣ ସମସ୍ତେ ଜାଣିଛନ୍ତି ଆନ୍ଧ୍ର ବି ଏଡ଼୍ ଯେଉଁମାନେ କରୁଛନ୍ତି ନା, ସେମାନେ ମାତ୍ର 10 ଦିନରୁ 15 ଦିନ ପଢ଼ିକି ସେମାନେ କ'ଣ କରୁଛନ୍ତି, ଭଲ ନମ୍ବର ସ୍କୋର କରୁଛନ୍ତି। ଏତିକି ଆପଣମାନେ ଜାଣି ରଖିବା ଦରକାର। ତେଣୁ କିଛି ଇମ୍ପସିବଲ୍ ନୁହଁ, ବାସ୍ ସ୍ମାର୍ଟଲି ଆପଣଙ୍କୁ ଷ୍ଟଡି କରିବାର ଅଛି। କ'ଣ କରିବେ, ପ୍ରଥମ ଜିନିଷ ଆପଣମାନେ ଆପଣଙ୍କର ଯଦି ନୋଟ୍ସ ଅଛି, ହ୍ୟାଣ୍ଡ ରିଟେନ୍ ନୋଟ୍ସ କେଉଁଠୁ ପାଇପାରିବେ ଆପଣମାନେ? ପ୍ରଥମ ଜିନିଷ ଆପଣମାନେ ଆପଣଙ୍କ ଇନଷ୍ଟିଟ୍ୟୁସନରୁ ପାଇପାରିବେ, ଯେଉଁଠୁ ଆପଣମାନେ ପଢ଼ୁଛନ୍ତି। ସେକେଣ୍ଡ ଥିଙ୍ଗ ଆପଣମାନେ ଆପଣଙ୍କର ବୁକ୍କୁ ଫଲୋ କରିପାରିବେ। ଠିକ୍ ଅଛି, ବୁକ୍ସକୁ ଫଲୋ କରିପାରିବେ। କିମ୍ବା ଥାର୍ଡ଼ ଥିଙ୍ଗ ଆପଣମାନେ ଯେକୌଣସି ଜାଗାରୁ ଆପଣମାନେ ପରଚେସ୍ କରିପାରିବେ। ଯେମିତିକି ଆପଣମାନେ ଆମଠୁ ପରଚେସ୍ କରିପାରିବେ କିମ୍ବା ଅଦର କୌଣସି ୟୁଟ୍ୟୁବ୍ ଚ୍ୟାନେଲରୁ ପରଚେସ୍ କରିପାରିବେ। ଯେଉଁ ଜାଗାରେ ଆପଣଙ୍କୁ ଭଲ ଲାଗୁଛି ସେ ଜାଗାରୁ ଆପଣମାନେ ପରଚେସ୍ କରିପାରିବେ। ଠିକ୍ ଅଛି, ଏଇଟା ଗଲା। ସେକେଣ୍ଡ ରହିବ ଆପଣଙ୍କର ଡାଇଗ୍ରାମ୍ସ। ମୋଷ୍ଟ ଇମ୍ପୋର୍ଟାଣ୍ଟ, ସବୁ ଭିଡ଼ିଓରେ କହୁଛି। ଡାଇଗ୍ରାମ୍ସ ଇମ୍ପୋର୍ଟାଣ୍ଟ କ'ଣ ପାଇଁ? ଆପଣଙ୍କର ଖାତା ଯଦି ଆପଣଙ୍କର 32 ପେଜ୍ କିମ୍ବା 36 ପେଜ୍ ରହୁଛି, ANU ପିଲାଙ୍କର 36, AKU ପିଲାଙ୍କର 32 ପେଜ୍, ତ ଆପଣଙ୍କୁ ଖାତା ଆପଣମାନେ 3 ଘଣ୍ଟାରେ ପୂରଣ କରିବା ନା ଗୋଟେ ଲାଇନ୍ ଲେଖିକି ପସିବୁଲ୍ ନୁହଁ। ତେଣୁ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ, ମଝିରେ ସବୁ ଲଙ୍ଗ୍ କ୍ୱେଶ୍ଚନ୍, ସବୁ ସର୍ଟ କ୍ୱେଶ୍ଚନ୍ରେ ଆପଣଙ୍କୁ ଡାଇଗ୍ରାମ୍ସ କରିବା ପାଇଁ ପଡ଼ିବ। ବୁଝିପାରୁଛନ୍ତି? ତେଣୁ ଏଇ ଜିନିଷ ଆପଣମାନେ କେବେ ବି ଭୁଲିବେ ନାହିଁ। ବୁଝିହେଲା? ତେଣୁ ପିଲାମାନେ ଏଇଟା ଭୁଲ କରନ୍ତି, କିନ୍ତୁ ଆପଣମାନେ ଯେମିତି ସେ ଭୁଲଟା କେବେ ବି ନ କରିବେ। ଯେମିତି ଆମେ କହିପାରିବା, ଗୋଟେ ଏକ୍ଜାମ୍ପଲ୍ ମୁଁ କହିବି କି ଆପଣଙ୍କର ଯେଉଁ କମ୍ପ୍ୟୁଟର ରହୁଛି, ଏମିତି ଆପଣମାନେ କରିଦେଲେ, ସେ ଆପଣଙ୍କର 2 ଟାଇପ୍ସର ଆପଣଙ୍କର ଡିଭାଇସ୍ ଦେଉଛି। ଗୋଟେ ହେଉଛି ଆପଣଙ୍କର ଇନପୁଟ୍ ଡିଭାଇସ୍, ଗୋଟେ ରହୁଛି ଆପଣଙ୍କର ଆଉଟପୁଟ୍। ମନେକର ଆମେ ଲେଖୁଛେ କମ୍ପ୍ୟୁଟର ବିଷୟର, ତ ଆମେ ଏମିତି ଆପଣଙ୍କର କରିକି ଲେଖିପାରିବା। ବୁଝିହେଲା? ଯଦି ଆମର ଆଉ 2ଟା ଥିବ, ତ ଆପଣମାନେ ଏମିତିକା ଟାଇପ୍ରେ କରିକି ଡାଇଗ୍ରାମ୍ସ ବନେଇ ପାରିବେ। କିନ୍ତୁ ଡାଇଗ୍ରାମ୍ସକୁ କରିବେ, ବୁଝିହେଲା, କେବେ ସ୍କିପ୍ କରିବେନି। ଆଉ ଗୋଟେ ଏକ୍ସାମିନର ମନେ ରଖିଥିବେ ପିଲାମାନେ, ମୁଁ ସବୁ ଭିଡ଼ିଓରେ କହି ରଖେ କି ଏକ୍ସାମିନର ସବୁବେଳେ ଗୋଟେ ପିଲାର ଡାଇଗ୍ରାମ୍ସରୁ ହିଁ ତାର ଏବିଲିଟି ଆଉ ତାର କ'ଣ ସେ ତା ଭିତରେ ଲେଖିଛି ଜାଣିନିଏ। ତେଣୁ ଆନ୍ଧ୍ରରେ ଏତେ ସାର୍ମାନଙ୍କ ପାଖରେ ଟାଇମ୍ ନଥାଏ ବସିକି ଆପଣଙ୍କର ପଢ଼ିବେ। ବାସ୍ ଡାଇଗ୍ରାମ୍ସ କରିଛନ୍ତି, ଦେଖିଦେଲେ କି ପିଲାଟା ଠିକ୍ ଡାଇଗ୍ରାମ୍ସ କରିଛି, ଭିତରେ ଆପଣ ବେଙ୍ଗ, ସାରୁ, କଙ୍କଡ଼ା ଯାହା ଲେଖୁଛନ୍ତି ଲେଖନ୍ତୁ, କିଛି ଫରକ ନାହିଁ। କିନ୍ତୁ ଡାଇଗ୍ରାମ୍ସ ଠିକ୍ କରିଛନ୍ତି ମାନେ ଆପଣମାନେ ଥୁକା ନମ୍ବର ପାଇବେ। ଏଇ ଜିନିଷଟା ବୁଝିପାରିଲେ? ବର୍ତ୍ତମାନ ଲାଷ୍ଟ ଜିନିଷ ହେଉଛି ଆପଣଙ୍କର ସିଲେକ୍ସନ୍ କ୍ୱେଶ୍ଚନ୍। ସିଲେକ୍ସନ୍ କ୍ୱେଶ୍ଚନ୍ କ'ଣ ଆପଣମାନେ କହିବେ, କ'ଣ ସିଲେକ୍ସନ୍ କ୍ୱେଶ୍ଚନ୍? ଦେଖନ୍ତୁ, ହାତରେ ମାତ୍ର ଗୋଟେ ମାସ, ନୁହେଁ କି? ଗୋଟେ ମାସ ଭିତରେ ସବୁ ମାନେ ଆପଣଙ୍କର କ୍ୱେଶ୍ଚନ୍କୁ କଭର୍ କରିବା ପସିବୁଲ୍ ନୁହେଁ, କାରଣ ପ୍ରତି ୟୁନିଟ୍ରେ ଆପଣଙ୍କର ମିନିମମ୍ 5ଟାରୁ 10ଟା ଯାଏଁ ଆପଣଙ୍କର କ୍ୱେଶ୍ଚନ୍ ରହୁଛି। ଆଣ୍ଡ ସେସବୁ ଆପଣଙ୍କର ଗୋଟେ ପେପରରେ 5ଟା ୟୁନିଟ୍, ବୁଝିପାରୁଛନ୍ତି? ତ 50ଟା ଉପରକୁ ଆପଣଙ୍କର ଯଦି ପ୍ରତି ପେପରରେ ଆପଣମାନେ କେମିତି କରିବେ? କରିହେବନି। ତେଣୁ ବର୍ତ୍ତମାନ ଆମେ ୟୁଜ୍ କରିବା ଟ୍ରିକ୍, ଆମ ବ୍ରେନ୍କୁ ୟୁଜ୍ କରିବା କି ଆମେ ସିଲେକ୍ଟିଭ୍ କ୍ୱେଶ୍ଚନ୍କୁ ପଢ଼ିକି ଯିବା, ଯାହାଦ୍ୱାରା ସେ ସିଲେକ୍ଟିଭ୍ କ୍ୱେଶ୍ଚନ୍ ଏମିତି ଆମେ ଚୁଜ୍ କରିବା, ଯଦି ସେଟା ନ ବି ଆସୁଛି, ଅଦର ଆସୁଛି, ଆମେ ତାକୁ ବନେଇକି ଲେଖିପାରିବା। ବୁଝିହେଲା? ତେଣୁ ସେଇ ହିସାବରେ ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ, ସିଲେକ୍ସନ୍ କ୍ୱେଶ୍ଚନ୍ ଆପଣମାନେ କେଉଁଠୁ ପାଇପାରିବେ? ପ୍ରଥମ କଥା, ମୁଁ ଆପଣମାନଙ୍କୁ ବର୍ତ୍ତମାନ ଦେଖାଇବା ପାଇଁ ଯାଉଛି ଡାଇଗ୍ରାମ୍ସ କେଉଁଠୁ ପାଇବେ ଆଣ୍ଡ ସିଲେକ୍ସନ୍ କେଉଁଠୁ ପାଇବେ। ଫ୍ରି ଅଫ୍ କଷ୍ଟରେ ଆମର ୟୁଟ୍ୟୁବ୍ ଚ୍ୟାନେଲରେ ଆପଣଙ୍କର ଆଭେଲେବୁଲ୍ ଅଛି, ସେପାଇଁ ୱରିଡ୍ ହେବାର ନାହିଁ। ଯେଉଁମାନେ ଆମଠୁ ନୋଟ୍ସ ନେବେ ନା, ସେମାନେ ମଧ୍ୟ ଆମଠୁ ଫ୍ରିରେ ପାଇଯିବେ। ସେଗୁଡ଼ା ଆପଣଙ୍କର PDF ପାଇଯିବେ, ଆଉ ଆପଣଙ୍କୁ ଭିଡ଼ିଓ ଦେଖିବା ପାଇଁ ପଡ଼ିବନି। ଠିକ୍ ଅଛି, ଚାଲନ୍ତୁ ମୁଁ ଦେଖାଇ ଦେଉଛି ୟୁଟ୍ୟୁବରେ କେଉଁଠୁ ପାଇବେ। ଦେଖନ୍ତୁ ପିଲାମାନେ, ଆପଣମାନେ ଯେତେବେଳେ ଆମ ଏଜୁ ଏକ୍ସପ୍ଲୋର ଆପଣମାନେ ଆମ ଚ୍ୟାନେଲରେ ବର୍ତ୍ତମାନ ଦେଖୁଛନ୍ତି, ତ ଚ୍ୟାନେଲର ପ୍ଲେ ଲିଷ୍ଟକୁ ଯେତେବେଳେ ଆପଣମାନେ ଯିବେ, ଆପଣଙ୍କର ଆସିଯିବ ଏଇ ଜାଗାରେ ଲେଖା ହେଇକି ଯେ ଫର୍ଷ୍ଟ ସେମିଷ୍ଟାର ଆପଣଙ୍କର ସିଲେକ୍ସନ୍ କ୍ୱେଶ୍ଚନ୍ ଫର୍ 2026। ଠିକ୍ ଅଛି, ତ ସେଇଠି ଆପଣଙ୍କର ଲାଇନ୍ ବାଇ ଲାଇନ୍ ଆପଣମାନେ ପଢ଼ିପାରିବେ। ଯେମିତିକି ଆପଣଙ୍କର ଫିଲୋସଫିକାଲ୍ ଫାଉଣ୍ଡେସନ୍ ଅଫ୍ ଏଜୁକେସନ୍, ଆପଣଙ୍କର CDP ହେଇଯାଉ, ICT ହେଇଯାଉ, ସୋସିଆଲ୍ ସାଇନ୍ସ, ସେଇ ସିମିଲାର ଟାଇପ୍ରେ ଆମେ କହିପାରିବା ଆପଣଙ୍କର ଫିଜିକାଲ୍ ସାଇନ୍ସ, ଇଂଲିଶ, ବାୟୋଲୋଜିକାଲ୍ ସାଇନ୍ସ, ମ୍ୟାଥମେଟିକ୍ସ, ସବୁ ମୁଁ କଭର୍ କରିଦେଇଛି। ଆପଣଙ୍କର ସବୁଥିରେ ଆପଣଙ୍କର ସିଓର ସର୍ଟ କ୍ୱେଶ୍ଚନ୍ ଆପଣମାନଙ୍କୁ ଦିଆହେଇଛି। ଆଉ 100% ପିଲାମାନେ ଆପଣମାନେ ଗ୍ୟାରେଣ୍ଟି ନେଇକି ଯାଆନ୍ତୁ, 90% କ୍ୱେଶ୍ଚନ୍ ଆପଣଙ୍କର ବାଜିଯିବ। ଆଉ 10% ଆପଣମାନଙ୍କୁ ବନେଇକି ଲେଖିବା ପାଇଁ ପଡ଼ିବ, ଯେଉଁଟାକି ଆପଣଙ୍କର ହୁଏତ ଆଉଟରରୁ ପଡ଼ିବ, ମାନେ ସିଲାବସ୍ ଆପଣଙ୍କର ସିଲାବସ୍ରେ ସେ କ୍ୱେଶ୍ଚନ୍ ନଥିବ, କିମ୍ବା ଏମିତିଆ କିଛି କ୍ୱେଶ୍ଚନ୍ ପଡ଼େ ବେଳେବେଳେ। ତ ସେ ପାଇଁ ୱରିଡ୍ ହେବାର କିଛି ନାହିଁ, ବଟ୍ ଆପଣମାନେ ଇଜିଲି 90% ଏଭବ୍ ସ୍କୋର କରିପାରିବେ।
ବୁଝିହେଲା, ଏଇଟା ଥିଲା ଆପଣଙ୍କର ସିଲେକ୍ସନ୍ କ୍ୱେଶ୍ଚିନ୍। ନେକ୍ସଟ ଆପଣମାନେ ଆଉ କ'ଣ କରିପାରିବେ, ଯୋଉ ଡାଇଗ୍ରାମ୍ସ ରହୁଛି, ଡାଇଗ୍ରାମ୍ସ ମଧ୍ୟ ଆମର ଅପଲୋଡ଼ ହେଇସାରିଛି, ଆପଣମାନେ ଚାହିଁଲେ ଦେଖିପାରିବେ। କମ୍ପଲସରି ପେପରରେ ଆପଣଙ୍କର ରହୁଛି ଯେମିତିକି ଫିଲୋସଫିକାଲ ଫାଉଣ୍ଡେସନ୍ ଅଫ୍ ଏଜୁକେସନ୍, ସିଡିପି ରହୁଛି, ଆଇସିଟି ରହୁଛି, ସବୁଥିର ଡାଇଗ୍ରାମ୍ସ ପିଲାମାନେ ଇମ୍ପୋର୍ଟାଣ୍ଟ ଡାଇଗ୍ରାମ୍ସ କେମିତି କରିବେ ଆପଣମାନଙ୍କର ଅପଲୋଡ଼ ହେଇଯାଇଛି। ତ ଆପଣମାନେ ଏବେ ଆଉ ଡେରି ଯଦି କରିବେ ନା ଆପଣମାନଙ୍କ ପାଇଁ ଲସ୍ ସେଇଟା। ତେଣୁ ଏବେ ଆଉ ଡେରି କରିବାର ନାହିଁ, ଯଥାଶୀଘ୍ର ଆପଣମାନେ ଖାତା କଲମ ଧରିକି ବସିଯାଆନ୍ତୁ। ସର୍ଟରେ ଗୋଟେ ପେଜରେ ଗୋଟେ ଲଙ୍ଗ କ୍ୱେଶ୍ଚିନ୍କୁ କେମିତି ଆପଣମାନେ ଲେଖିବେ, ଖାଲି ସର୍ଟରେ ପଏଣ୍ଟ କରି ଲେଖିଯାଆନ୍ତୁ। କିମ୍ବା ଯଦି ନୋଟ୍ସ ଆମଠୁ ପରଚେସ୍ କରିଛନ୍ତି ଆପଣମାନେ ଇଜିଲି ସେଇ ନୋଟ୍ସରୁ ହିଁ ପଏଣ୍ଟକୁ ନିଜ କପିରେ ରାଇଟ୍ ଡାଉନ୍ କରିପାରିବେ। ବୁଝିହେଲା? ଏତିକି ଥିଲା ମୁଁ ଆପଣମାନଙ୍କୁ କହିବାର କଥା। ଏଇ 3ଟା ଜିନିଷକୁ ଫୋକସ୍ କଲେ ନା ଆପଣମାନେ ମିନିମମ୍ 90% ଏଭବ ସ୍କୋର କରିପାରିବେ। ବୁଝିହେଲା? ତେଣୁ ସେ ଚିନ୍ତାଧାରାରେ ରହିବେନି ଯେ ଆମର ଆଉ ଗୋଟେ ମାସ ହାତରେ ରହିଲା ଟାଇମ୍, ତ ଆମେ ପଢ଼ିକି କିସ କରିବା। ଆରାମସେ ହେବ, 10 ଦିନ ପଢ଼ିକି ପିଲାମାନେ ଏକ୍ଜାମ୍ ଦିଅନ୍ତି। ଠିକ୍ ଅଛି? ଆପଣମାନେ ବୁଝିପାରିବେ ଯେତେବେଳେ ସେକେଣ୍ଡ ସେମ୍ ଆଣ୍ଡ ଥାର୍ଡ଼ ସେମ୍ ଥିବେ। ବୁଝିହେଲା? ତ ଆଶା କରିବି ଭିଡ଼ିଓଟି ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ହେଇଥିବ। ଯଦି ହେଇଥିବ ଦେନ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଆମ ଟେଲିଗ୍ରାମ ଚ୍ୟାନେଲ୍ ଅଛି ଏଜୁ ଏକ୍ସପ୍ଲୋର, ସେଠି ଜଏନ୍ କରିବା ପାଇଁ ଭୁଲିବେନି। ଯାହାଦ୍ୱାରା ଲେଟେଷ୍ଟ ଇନଫର୍ମେସନ୍ ଯାହା ରହିବ ଆପଣମାନଙ୍କୁ ସର୍ବପ୍ରଥମେ ଆମେ ପ୍ରୋଭାଇଡ଼ କରେଇଦେବୁ। ଠିକ୍ ଅଛି ପିଲାମାନେ? ତ ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।